जय जगन्नाथ पिलामाने आपण माननकु आम चैनल को स्वागत। आज आमे क्लास 10 इंग्लिश चैप्टर 11 रो ए टाइगर इन द हाउस टॉपिक रो समस्त प्रश्न उत्तर सरल भाव में पढ़िबा। तेणु भिडियोटी को निश्चित शेष पर्यंत देखंतु। तो प्रथम प्रश्न कोन दिछि पिलामाने, हु वाज टिमोथी एंड व्हेयर वाज ही डिस्कवर। तो एठारे टिमोथी किए थिला एवं ଏହା କେଉଁଠାରେ ମିଳିଥିଲା, ଡିସ୍କଭର କେଉଁଠି କରାଯାଇଥିଲା। ତ ଟିମୋଥି ୱାଜ ଏ ଟାଇଗର କବ୍। ତ ଟିମୋଥି ଜଣେ କିଏ ଥିଲା ପିଲେ? ଟିମୋଥି ହେଉଛି ଗୋଟେ ବାଘ। କବ୍ ମାନେ ବାଘର ଛୁଆକୁ କବ୍ ବୋଲିକି କୁହାଯାଏ। ହି ୱାଜ ଡିସ୍କଭର ବାୟ ଦ ରାଇଟର ଗ୍ରାଣ୍ଡଫାଦର ହ୍ୱାଇଲ ହି ୱାଜ ଷ୍ଟ୍ରୋଲିଂ ଏଲୋଙ୍ଗ ଏ ଫରେଷ୍ଟ ପାଥ। ତ ଯେତେବେଳେ ମାନେ ଲେଖକଙ୍କର ଜେଜେବାପା ଏନେ କିଏ ଯାଇଛନ୍ତି? ରାଇଟର୍ସ ଗ୍ରାଣ୍ଡଫାଦର। ତ ରାଇଟରର ଗ୍ରାଣ୍ଡଫାଦର ଯେତେବେଳେ ସେ ଫରେଷ୍ଟ କୁ ଯାଇଛନ୍ତି, ଜଙ୍ଗଲକୁ ଯାଇଛନ୍ତି, ମାନେ ଯେତେବେଳେ ସେ ଜଙ୍ଗଲ ରାସ୍ତାରେ ବୁଲୁଥିଲେ, ସମ୍ ଡିଷ୍ଟାନ୍ସ away from the rest of hunting expedition in the Tarai jungle near Dehra। ତ ସେ ଯେତେବେଳେ ଜଙ୍ଗଲରେ ରାସ୍ତାରେ ବୁଲୁଛନ୍ତି, ସେଠାରେ କ'ଣ ଦେଖିଛନ୍ତି? ସେ ଶିକାରୀ ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ କିଛି ଦୂରରେ, ଯୋଉଟାକି ଦେହରାର ନିକଟସ୍ଥ ତେରାଇ ଜଙ୍ଗଲ ଥିଲା, ସେଇଠାରେ ସେଠାରୁ କାହାକୁ? ଟିମୋଥିକୁ ଡିସ୍କଭର କରିଥିଲେ। କିଏ ଡିସ୍କଭର କରିଥିଲା? ରାଇଟରଙ୍କ ଗ୍ରାଣ୍ଡଫାଦର ଡିସ୍କଭର କରିଥିଲେ। ନେକ୍ସଟ କ'ଣ ଦେଇଛି ବୋଲେ କ୍ୱେଶ୍ଚନ? ନେକ୍ସଟ କ୍ୱେଶ୍ଚନ ଦେଇଛି ଆମକୁ, ହ୍ୱାଇ ଡିଡ୍ ଗ୍ରାଣ୍ଡଫାଦର ଏ କମ୍ପାନୀ ଦ ପାର୍ଟି। ତ ମାନେ ଜେଜେବାପା କାହିଁକି ସେଇ ଦଳ ସହିତ ଯାଇଥିଲେ, ମାନେ ସେ କମ୍ପାନୀ କାହିଁକି ଦେଇଥିଲେ ସେ ଦଳକୁ? ଗ୍ରାଣ୍ଡଫାଦର accompanied the party because he knew the forest of the Shivalik hill better than the most people। ତ ଗ୍ରାଣ୍ଡଫାଦର ଯିବାର କାରଣ, ମାନେ ଯେ ଜେଜେବାପା ଯିବାର କାରଣ ଥିଲା ଯେ ଯେହେତୁ ସେ ଶିୱାଲିକ ପାହାଡ଼ର ଜଙ୍ଗଲ ବିଷୟରେ ସେ ବହୁତ ଭଲ ଭାବରେ ଜାଣିଥିଲେ। ବେଟର ଦେନ୍ ଦ ମୋଷ୍ଟ ପିପଲ, ମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ସେ ଶିୱାଲିକ ହିଲ୍ ବିଷୟରେ ବହୁତ ଜାଣିଥିଲେ, ତାଙ୍କ ନଲେଜ ସେଥିରେ ବହୁତ ଥିଲା। Therefore he was requested to accompany the party although he was not a ଶିକାରୀ। ତ ଯେହେତୁ ସେମାନେ ଯିବାର କାରଣ ହେଲା ଯେ, ତେଣୁ ତାଙ୍କ ସହ ସେଇ ଦଳ ଯିବାକୁ ଅନୁରୋଧ କରାଯାଇଥିଲା। ସେଇ ଦଳ ସହିତ ତାଙ୍କୁ ମାନେ ଗ୍ରାଣ୍ଡଫାଦରକୁ ଯିବା ପାଇଁ ଅନୁରୋଧ କଲେ ଯେ ଆମ ସହିତ ଚାଲନ୍ତୁ। ତ ଯଦିଓ ସେ ଜଣେ ଶିକାରୀ ନଥିଲେ, ଏଠାରେ ଗ୍ରାଣ୍ଡଫାଦର ଯାଇଥିଲେ କିନ୍ତୁ ଗ୍ରାଣ୍ଡଫାଦର ଜଣେ ଶିକାରୀ ନଥିଲେ, ନଟ୍ ଏ ଶିକାରୀ। ନେକ୍ସଟ କ୍ୱେଶ୍ଚନ 3 କ'ଣ କହିଛି ବୋଲେ, କ୍ୱେଶ୍ଚନ 3 ଦେଇଛି, the writer say that the camp was very splendid why। ତ ଲେଖକ ଏଠାରେ କାହିଁକି କହିଛନ୍ତି ଯେ ଶିବିରଟା ବହୁତ ଭବ୍ୟ ଥିଲା ବୋଲିକି, ସ୍ପ୍ଲେଣ୍ଡେଡ ଥିଲା ବୋଲିକି କହିବାର କାରଣ କ'ଣ? The writer say that the camp was very splendid because it consisted of 7 large tents, one for each shikari, and a dining tent and number of servant tent। The people who accompanied the party were served delicious food। ତ କହିବାର କାରଣ କ'ଣ ବୋଲେ, ତ ରାଇଟର ବା ଲେଖକ କହିଛନ୍ତି ମାନେ ସେଇ ଟେଣ୍ଟଟା ଭବ୍ୟ ଥିଲା ବୋଲି କହିବାର କାରଣ ଥିଲା ଯେହେତୁ ସେଠାରେ କ'ଣ ବୋଲେ କେତୋଟି ଟେଣ୍ଟ କରାଯାଇଥିଲା? ଟେଣ୍ଟ କରାଗଲା 7ଟି ଟେଣ୍ଟ କରାଯାଇଥିଲା। 7 ଲାର୍ଜ ଟେଣ୍ଟ କରାଗଲା, 7ଟି ବଡ଼ ବଡ଼ ଟେଣ୍ଟ ଗୁଡ଼ିକ କରାଯାଇଥିଲା। ତ ଗୋଟେ ଥିଲେ ଶିକାରୀ ମାନେ ରହୁଥିଲେ ଏବଂ ଅନ୍ୟଟି ଥିଲା ଡାଇନିଂ ଟେଣ୍ଟ, ଯେଉଁଠାରେ କି ଡାଇନିଂ ଖାନା ପିନା କରିବେ, ଏବଂ ନମ୍ବର ଅଫ ସର୍ଭେଣ୍ଟ ଟେଣ୍ଟ, ମାନେ ଯେଉଁ ସେବା ଯୋଗାଇବା ପାଇଁ ଯାଇଥିଲେ ସର୍ଭେଣ୍ଟ ମାନେ, ସେମାନଙ୍କ ପାଇଁ ମଧ୍ୟ ଏକ୍ସଟ୍ରା ଟେଣ୍ଟ କରାଯାଇଥିଲା। ଦ ପିପୁଲ ହୁ ଏକମ୍ପାନୀ ଦ ପାର୍ଟି, ମାନେ ସେ କମ୍ପାନୀ ସହିତ ଯେଉଁ ଦଳ ହେଇକି ଲୋକମାନେ ଯାଇଥିଲେ, ତ ସେମାନେ କ'ଣ ସର୍ଭ ଡେଲିସିୟସ୍ ଫୁଡ, ମାନେ ସେମାନେ ସେଠାରେ ଟେଣ୍ଟ କଲେ ଏବଂ ସୁସ୍ୱାଦୁ ଖାଦ୍ୟ ମାନେ କରାଯାଉଥିଲା। ତେଣୁ ସେ ରାଇଟର ଏଇଭଳି କହିଛନ୍ତି ଯେ ଶିବିରଟେ ବହୁତ ଭବ୍ୟ ଥିଲା ବୋଲିକି ସେ କହିଛନ୍ତି। ନେକ୍ସଟ ଦେଇଛି 4 ନମ୍ବର ପ୍ରଶ୍ନ ବୋଲେ, ହୁ ଡିସ୍କଭର ଟିମୋଥି ଆଣ୍ଡ ହ୍ୱେନ୍। ତ ଟିମୋଥିକୁ କିଏ ଡିସ୍କଭର କଲା ଏବଂ କେତେବେଳେ ଡିସ୍କଭର କଲା? ଦ ରାଇଟର୍ସ ଗ୍ରାଣ୍ଡଫାଦର।
तो डिस्कवर द टिमोथी माने राइटर को जेजेबापा याकू डिस्कवर करथिले व्हेन ही वाज स्ट्रोलिंग डाउन ए फॉरेस्ट path at some distance from the rest of party तो ଯେତେବେଳେ ସେ ଜଙ୍ଗଲ ରାସ୍ତାରେ ବୁଲୁଛନ୍ତି ଦଳର ସମସ୍ତଙ୍କ ସହିତ କିଛି ଦୂରରେ ମାନେ ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ ସେ କିଛି ଦୂରରେ ଟିକେ ଅଛନ୍ତି ଏବଂ ସେ ଦେଖିଲେ ଯେ ଟିମୋଥିକୁ ସେଠାରେ ସେ ଦେଖିଥିଲେ ମାନେ ଯେତେବେଳେ ସେ ଅନ୍ୟମାନଙ୍କ ଠାରୁ ଟିକେ ଦୂରରେ ଅଛନ୍ତି ସେଠାରେ ସେ ଦେଖିଲେ ଯେତେବେଳେ ଅନ୍ୟମାନେ କଣ ରେଷ୍ଟ କରିଛନ୍ତି ତ ହି found Timothy hiding among the intricate roots of a banyan tree ତ ସେ କଣ କରିଥିଲେ ଯେ ଗୋଟେ ବର ଗଛର ଜଟିଳ ଚେର ମଧ୍ୟରୁ ଯେଉଁଠାରେ କି ସେ ଟିମୋଥିଟା କଣ ଲୁଚି ରହିଥିଲା ବରଗଛର ଗୋଟେ ପାର୍ଶ୍ୱରେ ଲୁଚି ରହିଥିଲା ସେଠାରୁ ସେ ଡିସ୍କଭର କରିଥିଲେ ଡୁ ୟୁ ଥିଙ୍କ ଗ୍ରାଣ୍ଡଫାଦର ୱାଜ ଭେରି ବୋଲ୍ଡ ହ୍ୱାଇ ଡୁ ୟୁ ଥିଙ୍କ ସୋ ଯେ ତୁମେ କଣ ଭାବୁଛ ଜେଜେବାପା ବହୁତ ସାହସୀ ଥିଲେ ମାନେ ସେମାନେ ଭେରି ବୋଲ୍ଡ ବୋଲିକି କୁହାଯାଇଛି ସେ ବହୁତ ସାହସୀ ଥିଲେ କି ଆଉ କାହିଁକି ଭାବୁଛ ଯଦି ଭାବୁଛ ହ୍ୱାଇ ଡୁ ୟୁ ଥିଙ୍କ ସୋ ତ ଯଦି ତୁମକୁ ଲାଗୁଛି ଯେ ସେ ବହୁତ ସାହସୀ ଥିଲେ ତ ଭାବିବାର କାରଣ କଣ ୟେସ୍ I think grandfather was very bold because he dared a company the hunting expedition with any hesitation तो ଯେହେତୁ ମୁଁ ଭାବିବାର କାରଣ ମାନେ ମୋ ଅନୁଯାୟୀ ତ ସେ ବହୁତ ସାହସୀ ଥିଲେ ତ ସାହସୀ କହିବାର କାରଣ ପିଲେ ଯେ ସାହସର ସହିତ ସେ ଶିକାରୀ ଦଳ ସହିତ ଯେହେତୁ ଯାଇଥିଲେ ତ ସେମାନେ କମ୍ପାନୀ କାହାକୁ ଦଉଥିଲେ ଗୋଟେ ଶିକାରୀ ଦଳକୁ ହଣ୍ଟିଂ ଏକ୍ସପେଡିସନକୁ ଏବଂ ଶିକାରୀ ଦଳ ସହିତ ଯାଉଛନ୍ତି ଯେତେବେଳେ ତ ନିହାତି ସେ ଶକ୍ତିଶାଳୀ ଥିବେ ଆଉ ଯଦି ଭୟ କରୁଥିତେ ତେବେ ତ ଯାଇନଥାନ୍ତେ he picked off the 18-inch tiger cub from the intricate roots of banyan tree and brought him home after the camp had broken up. He took care of the tiger cub at home like his own child. ତ ଯେତେବେଳେ ପିଲେ ସେ ସେଠାରେ ମାନେ ଯେତେବେଳେ ଦେଖିଲେ ଗୋଟେ ଶିକାରୀ ଗୋଟେ ବାଘକୁ ଟିକେ ଦେଖିଥିଲେ ଗୋଟେ ବାଘ ଛୁଆ କପକୁ ସେ କୌଣସି ବିନା ଦ୍ୱିଧାରେ ୱିଦାଉଟ୍ ହେଷ୍ଟିନେସନ୍ ତ କଣ କହିଛନ୍ତି ଏଠାରେ ରାଇଟର କହିଛନ୍ତି ୱିଦାଉଟ୍ ଏନି ହେଷ୍ଟିନେସନ୍ ମାନେ କୌଣସି ଦ୍ୱିଧାରେ ମାନେ କିଛି ବି ଦ୍ୱିଧା ନଥିଲା ହି ପିକ୍ 18-inch ଟାଇଗର ତ ସେଇ ଯେଉଁ 18 ଇଞ୍ଚ ଲମ୍ବର ଗୋଟେ ବାଘ ଛୁଆକୁ ସେଠାରୁ ଉଠେଇ ଆଣିଥିଲେ ଇଣ୍ଟ୍ରିକେଟ ଦ ବାନିୟାନ ଟ୍ରି ତ ସେ କଣ କେଉଁଠି ଥିଲା ଗୋଟେ ବାନିୟାନ ଟ୍ରି ବରଗଛ ମାନେ ତଳେ ଥିଲା ବରଗଛର ଯୋଉ ଲୋମ ମାନେ ଲମ୍ବିଥିଲା ଚେର ଗୁଡିକ ସେଠାରେ ସେ ଥିଲା ହୋମ ଆଫ୍ଟର ଦ କେମ୍ପ ହାଡ ବ୍ରୋକେନ ଯେତେବେଳେ ସେଇ ମାନେ ଶିବିର ଶେଷ ହେବା ପରେ ଯେତେବେଳେ ଶିବିର ସେଠାରୁ ଉଠେଇ ନିଆଯାଇଥିଲା ହି ଟୁକ୍ କେୟାର ଅଫ ଦ ଟାଇଗର କପ୍ ତ ସେ କଣ କଲେ ସେ ବାଘ ଛୁଆକୁ କଣ ଯତ୍ନ ସହିତ ଆଣିଥିଲେ ଏଟ୍ ହୋମ୍ ଲାଇକ୍ ହିଜ୍ ଓନ୍ ଚାଇଲ୍ଡ ଏବଂ ତାହାକୁ ଆଣିକି ନିଜ ସନ୍ତାନ ପରି ସେଠାରେ ଘରେ ରଖିଥିଲେ ନେକ୍ସଟ ଦେଖିବା 6 ନମ୍ବର କଣ କହିଛି ବୋଲେ ହ୍ୱାଟ କାଇଣ୍ଡ ଅଫ ସ୍ପେଶିଆଲ କ୍ୱାଲିଟି ଡିଡ୍ ଗ୍ରାଣ୍ଡଫାଦର ହ୍ୟାଭ୍ ତ ଗ୍ରାଣ୍ଡଫାଦରଙ୍କର ଗୋଟିଏ ସ୍ପେଶିଆଲ କ୍ୱାଲିଟି କଣ ଥିଲା ବା ମାନେ ଗୋଟେ ବିଶେଷ ଗୁଣ ଥିଲା କଣ ଥିଲା ହ୍ୱାଟ ୱାଜ ଦ ଗ୍ରାଣ୍ଡଫାଦର ଡିଫରେଣ୍ଟ ଫ୍ରମ ଦ ଅଦର ମେମ୍ବର ଅଫ ଦ ପାର୍ଟି ଯେ ସେ ଅନ୍ୟମାନେ ଯେ ଥିଲେ ସେ ଅନ୍ୟମାନଙ୍କ ଠାରୁ ସେ ଟିକେ ଭିନ୍ନ ଥିଲେ ତ ଭିନ୍ନ ଥିବାର କାରଣ କଣ ଥିଲେ କିପରି ଥିଲେ ଗ୍ରାଣ୍ଡଫାଦର ୱାଜ ଏ adventurous and courageous by nature ତ ଜେଜେବାପାଙ୍କ ସ୍ୱଭାବରୁ ସାହସୀ ଏବଂ ଦୁଃସାହସିକତା ଥିଲା ମାନେ ସେ ଭୟ ବିଲକୁଲ ବି କରୁନଥିଲେ he accompanied the hunting expedition without any hesitation ତ ମାନେ ସେ ଯେତେବେଳେ ଜେଜେବାପା କଣ ସେଇ ଶିକାରୀ ଦଳ ସହିତ ସେଟାକୁ ଗଲେ କିମ୍ବା ତାଙ୍କର କଣ ୱିଦାଉଟ୍ ଏନି ହେଜିଟେସନ ମାନେ କୌଣସି ଦ୍ୱିଧା ନଥିଲା ମାନେ ତାଙ୍କ ମନରେ ଟିକେ ବି ଭୟ ନଥିଲା ହି ୱାଜ ଡିଫରେଣ୍ଟ ଫ୍ରମ ଦ ଅଦର ମେମ୍ବର ଅଫ ଦି ପାର୍ଟି ଏବଂ ସେ ଦଳରେ ଯୋଉ ସାମିଲ ହେଇକି ଯାଇଥିଲେ ସେ ତେଣୁ ସେ ଦଳ ଠାରୁ ଟିକେ ଭିନ୍ନ ଥିଲେ ବୋଲିକି ରାଇଟର କହୁଛନ୍ତି ଆଉ କଣ କହିଛନ୍ତି ବିଲେ because he was not interested in hunting or killed animal କିନ୍ତୁ ସେ
ମାନେ କୌଣସି ଜୀବମାନଙ୍କୁ ମାରିବା, ପଶୁପକ୍ଷୀଙ୍କୁ ମାରିବା ପରିବର୍ତ୍ତେ, ମାନେ ସେ ମାରିବାକୁ ଚାହୁଁନଥିଲେ। ଯଦି ମାରିବାକୁ ଚାହିଁଥାନ୍ତେ ତେବେ ସେ କ'ଣ ଟାଇଗରର କପ୍କୁ ନିଜ ଘରକୁ ଆଣିଥାନ୍ତେ କି? ତ ଆଣିନଥାନ୍ତେ। ତ ସେ ତାଙ୍କର ଶିକାର କରିବାର ଇଚ୍ଛା ନଥିଲା। ଇନଷ୍ଟେଡ୍ ହି ଲାଇକ୍ କେସିଂ ଆନିମଲ୍ ୱେଦର ଡେଡ୍ ଅର୍ ଏଲିଭ୍। ତ ସେ ଜୀବିତ କିମ୍ବା ମୃତ ପଶୁମାନଙ୍କୁ ଧରିବାକୁ ପସନ୍ଦ କରୁଥିଲେ। କ'ଣ ପିଲେ? ଧରିବାକେ ପସନ୍ଦ କରୁଥିଲେ, ନୁହେଁ ଯେ ସେ ମାରିବାକୁ ଚାହୁଁଥିଲେ। ନେକ୍ସଟ ଦେଖିବା 7 ନମ୍ବର ପ୍ରଶ୍ନ। 7 ନମ୍ବର କ୍ୱେଶ୍ଚନ କହିଛି, ଡୁ ୟୁ ଥିଙ୍କ ଗ୍ରାଣ୍ଡଫାଦର ୱିଲ୍ ଫେଡ୍ ଦ ଟାଇଗର କପ୍ ଏଟ୍ ହୋମ୍? ଯେ ତୁମ କ'ଣ ଭାବୁଛ, ହ୍ୱାଟ ଡୁ ୟୁ ଥିଙ୍କ, ଯେ ଜେଜେବାପା ସେ ବାଘ ଛୁଆକୁ ଘରେ ପାଳନ କରିଥିବେ କି? ୟେସ୍, ଯଦି ଘରକୁ ଆଣିଲେ ତ ନିଶ୍ଚିତ ପାଳନ କରିଥିବେ। ଆଇ ଥିଙ୍କ ଗ୍ରାଣ୍ଡଫାଦର would feed the tiger cub at the home because he picked up the cub from the intricate roots of banyan tree and brought him home after the camp had broken up. ତ ମାନେ କ'ଣ, ଆଇ ଥିଙ୍କ ଗ୍ରାଣ୍ଡଫାଦର ମାନେ ମୁଁ ଭାବୁଛି ଯେ ବାଘ ଛୁଆକୁ ଘରେ ପାଳନ କରିଥିବେ ସେ ନିଶ୍ଚିତ ଭାବରେ। କାରଣ ଯେହେତୁ ସେ ବାଘ ଛୁଆଟିକୁ ଉଠେଇ ଆଣିଛନ୍ତି ସେଠାରୁ, କେଉଁଠୁ? ସେଇ ବରଗଛର ଯେଉଁ ଜଟିଳ ଚେର ଥିଲା, ସେଇ ଜଟିଳ ଚେର ମଧ୍ୟରୁ ସେ ଉଠେଇ ଆଣିଛନ୍ତି। ଏଣ୍ଡ ବ୍ରଡ୍ ହିମ୍ ହୋମ୍, ଏବଂ ତାକୁ କ'ଣ ଘରକୁ ଆଣିଲେ। ଯେତେବେଳେ ଶିବିର କ'ଣ ହେଲା, ଶେଷ ହେଇଯାଉଥିଲା, ମାନେ ଯେତେବେଳେ ଶିବିର ସେଠାରେ ସରିଲା, ସେ ସମୟରେ ଲାଷ୍ଟ ଟାଇମରେ ତାକୁ ନେଇକି ଘରକୁ ଆସିଥିଲେ। ନେକ୍ସଟ ଦେଖିବା, ନେକ୍ସଟ କ'ଣ ଦେଇଛି 1 ନମ୍ବର କ୍ୱେଶ୍ଚନ SCP 2 ର ପିଲେ। SCP 1 ର ସମସ୍ତ ପ୍ରଶ୍ନ ଉତ୍ତର ସରିଗଲା ପିଲେ, ନୋଟ୍ସ କରିନେବ ଧ୍ୟାନରେ। ଏବେ ଦେଖିବା ଯେ SCP 2 ରେ ଆମକୁ କ୍ୱେଶ୍ଚନ ନମ୍ବର 1 କ'ଣ ଦେଇଛି। ତ କ୍ୱେଶ୍ଚନ ଦେଇଛି, ହୁ ଆର୍ ଦେୟାର ଇନ୍ ଦିସ୍ ପାର୍ଟ ଅଫ୍ ଦି ଷ୍ଟୋରି? ତ ଏହି କାହାଣୀର ଏହି ଅଂଶରେ କେଉଁ କେଉଁ ମାନେ କାହା କାହାକୁ ନେଇକି ଜଡ଼ିତ ଅଛି ସେଠାରେ? ତ ପ୍ରଥମ ପାର୍ଟ ସରିଯାଇଛି ପିଲେ, ଦ୍ୱିତୀୟ ପାର୍ଟରେ କିଏ କିଏ ଅଛନ୍ତି? ଟିମୋଥି, ହିଜ୍ ଟୁ କମ୍ପାନିଅନ, ଟୋଟୋ ଦ ମଙ୍କି ଏଣ୍ଡ ମୋଙ୍ଗରେଲ ପପି, ଦ ରାଇଟର, ହିଜ୍ ଗ୍ରାଣ୍ଡପେରେଣ୍ଟସ୍ ଏଣ୍ଡ ଦ କୁକ୍ ଆର୍ ଦେୟାର ଇନ୍ ଦିସ୍ ପାରା ଦ ଷ୍ଟୋରି। ତ ଏଠାରେ ପିଲେ ଏହି କାହାଣୀର ଏହି ଅଂଶରେ ଟିମୋଥି ତାର 2 ସାଥୀ ଟୋଟୋ ବାନର ଏବଂ ଗୋଟେ ଦେଶୀ କୁକୁର ଛୁଆ, ଗୋଟେ ହଉଛି ଟୋଟୋ ବାନର, ଗୋଟେ ବାନର ଥିଲା ଏବଂ ଗୋଟେ ଦେଶୀ କୁକୁର ଥିଲା, ତାଙ୍କ ସହିତ ଥିଲେ। ତ ଷ୍ଟୋରିରେ ସେମାନଙ୍କ ବିଷୟରେ ବି କୁହାଯାଇଛି। ଆଉ ରାଇଟର ଲେଖକ ମଧ୍ୟ ଏଠାରେ ଅଛନ୍ତି, ଏବଂ ଲେଖକ କାହା ସହିତ ଅଛନ୍ତି? ହିଜ୍ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନେ ତାଙ୍କ ଜେଜେବାପା ଏବଂ ଜେଜେମାଙ୍କ ସହିତ ରହୁଥିଲେ। ଏଣ୍ଡ ଆଉ କିଏ ରହୁଥିଲା? ସେଠାରେ ରହୁଥିଲେ କୁକ୍ ମାନେ ରୋଷେଇଆ ପିଲେ। ଏହି ପାର୍ଟରେ ଏଇମାନେ ରହୁଛନ୍ତି। ତ ଟିମୋଥି, ଟୁ କମ୍ପାନିଅନ ଟୋଟୋ ଏଣ୍ଡ ମଙ୍କି ଏଣ୍ଡ ମଙ୍ଗରୋଲ ପପି, ରାଇଟର ଗ୍ରାଣ୍ଡ ପ୍ୟାରେଣ୍ଟସ୍, ଆଉ ପିଲେ ରୋଷେଇଆ ରହୁଥିଲେ। ନେକ୍ସଟ ଦେଖିବା 2 ନମ୍ବର ପ୍ରଶ୍ନ, ହୁ ନେମ୍ ଦ ଟାଇଗର କପ୍ ଏଣ୍ଡ ହୁ ବ୍ରଟ୍ ଇଟ୍ ଅଫ୍? ତ କହୁଛନ୍ତି ଯେ ବାଘ ଛୁଆର ନାମ କିଏ ରଖିଥିଲେ ଏବଂ କିଏ ତାକୁ ପାଳନ କରିଥିଲେ ବୋଲିକି କହୁଛି। ହୁ ନେମ୍ ଦ ଟାଇଗର? ଦ ରାଇଟର୍ସ ଗ୍ରାଣ୍ଡ ମଦର ନେମ୍ ଦ ଟାଇଗର କପ୍ ଟିମୋଥି। ତ ଲେଖକଙ୍କର ଯେଉଁ ଜେଜେମା ଥିଲେ ସେଇ ବାଘ ଛୁଆର ନାଁକୁ ଟିମୋଥି ରଖିଥିଲେ। ଏଣ୍ଡ ଦ କୁକ୍ ମହମ୍ମଦ ବ୍ରଡ୍ ହିଜ୍ ଅଫ୍, ଏବଂ ରୋଷିଆ ତାହାକୁ ମହମ୍ମଦ ତାକୁ ପାଳନ କରିଥିଲେ। ତାଙ୍କ ଯେଉଁ ରୋଷିଆ ଥିଲେ ତାକୁ ସେ ତାର ଯତ୍ନ ନେଉଥିଲେ, ଏବଂ ତାଙ୍କ ଜେଜେମା, ରାଇଟରଙ୍କ ଜେଜେମା ତାଙ୍କୁ ନାଁ ଦେଇଥିଲେ ଟିମୋଥି ବୋଲିକି। ନେକ୍ସଟ କ'ଣ ଦେଇଛି? ହ୍ୱାଟ ୱାଚ୍ ଦ ଡେଟ୍ ଅଫ୍ ଦ ଟାଇଗର କପ୍? ମାନେ ବାଘ ଛୁଆର ଖାଦ୍ୟ କ'ଣ ଥିଲା? ଡାଇଟ୍, ଖାଦ୍ୟ କ'ଣ ଥିଲା? ଦେଖିନିଅ ପିଲେ। At first the diet of the tiger cub was milk, later milk proved too rich for him, so he was given raw mutton and cold liver oil. Later still he was given pigeons and rabbits. ତ ପ୍ରଥମେ କ'ଣ ପିଲେ? ପ୍ରଥମେ ବାଘ ଯେତେବେଳେ ଛୋଟ ଥିଲା କେବଳ ତାକୁ କ୍ଷୀର ଦିଆଯାଉଥିଲା, କେବଳ ମିଲ୍କ, କ୍ଷୀର ଦିଆଗଲା। କିନ୍ତୁ ପରେ କ୍ଷୀର ତା ପାଇଁ ଅତ୍ୟଧିକ ପୁଷ୍ଟିକର ପ୍ରମାଣିତ ହେଲା, ମାନେ କ୍ଷୀର ଖାଇକି ଟିକେ ବଡ଼ ହେଇଗଲା, ଏବଂ ତାକୁ କ'ଣ କଞ୍ଚା ମଟନ ଏବଂ କଡ୍ ଲିଭର ତେଲ ଗୁଡ଼ିକ ଦିଆଗଲା। ଗିଭେନ୍ ର ମଟନ, କଞ୍ଚା ମଟନ ଏବଂ କଡ୍ ଲିଭର ଅଏଲ। ଏବଂ ପରେ କ'ଣ କରାଗଲା? ଲେଟର ଷ୍ଟିଲ୍, ପୁଣି ଥରେ ତାକୁ ପରେ
ପାରା ଏବଂ ରାବିଟ୍ ମାନେ ପିଜନ୍ ପିଜନ୍ ଏବଂ ରାବିଟ୍ ଏସବୁ ତାଙ୍କୁ ଦିଆଯାଉଥିଲା ଖାଇବା ପାଇଁ। ନେକ୍ସଟ ଦେଖିବା କ୍ୱେଶ୍ଚନ ନମ୍ବର 4 କ'ଣ ଦେଇଛି। क्वेश्चन नंबर 4 ଦେଇଛି ବିଲେ ହୁ ଏ ଟିମୋଥି ଏ କମ୍ପାନିଅନ୍ସ ଏଟ୍ ହୋମ୍। ତାକୁ ଘରେ କମ୍ପାନୀ କିଏ ଦଉଥିଲା? ତ ଏଠାରେ ଆଉ ଦୁଇ ଜଣ ଥିଲେ ନା ତା ସାଥୀ। ତ ସାଥୀ କିଏ ଥିଲେ? ଟୋଟୋ ଦ ମଙ୍କି ଆଣ୍ଡ ଦ ସ୍ମଲ୍ ମଙ୍ଗରେଲ ପପି ୱେର ଟିମୋଥିକୁ କମ୍ପାନୀ ଦଉଥିଲେ ଘରେ। ତ ଟିମୋଥିକୁ ଘରେ କମ୍ପାନୀ ଦେବା ପାଇଁ ଥିଲେ ଗୋଟେ ଟୋଟୋ ବାନର ଏବଂ ଗୋଟେ ଛୋଟ ଦେଶୀ କୁକୁର ରଖିଥିଲେ। ଦେଶୀ କୁକୁର ରଖିଥିଲେ। ଏମାନେ କ'ଣ ତାଙ୍କୁ କମ୍ପାନୀ ଦଉଥିଲେ, ମାନେ ତା ସହିତ ମିଳିମିଶିକି ରହୁଥିଲେ। ନେକ୍ସଟ ଦେଖିବା କ୍ୱେଶ୍ଚନ ନମ୍ବର 5 କ'ଣ ଦେଇଛି। ହ୍ୱାଟ ୱାଜ ଦ ଟିମୋଥି ଫେଭରାଇଟ amusement? How did the writer become Timothy favorite? ତ ଟିମୋଥି ର ପ୍ରିୟ ଖେଳ କ'ଣ ଥିଲା ପିଲେ? ଫେଭରାଇଟ amusement ଏବଂ ହାଉ ଡିଡ୍ ଦ ରାଇଟର ବିକମ୍, ମାନେ ଲେଖକ କିପରି ଟିମୋଥିର ପ୍ରିୟ ହୋଇଥିଲେ। ଟିମୋଥି ଫେଭରାଇଟ amusement was to the stalk anyone who would play with him। ତ ଟିମୋଥିର ପ୍ରିୟ ଖେଳ ଥିଲା ଯେ ଯେଉଁମାନେ ତା ସହ ଖେଳୁଥିଲେ ସେମାନଙ୍କୁ ସେ ଚୁପଚାପ ପିଛା କରୁଥିଲା। ପ୍ରଥମେ କ'ଣ ସେ କରୁଥିଲା ଯେ ଯେଉଁମାନେ ତା ସହିତ ଖେଳୁଥିଲେ, ମାନେ ଟିମୋଥି ସହିତ ଯେଉଁମାନେ ଖେଳୁଥିଲେ ସେମାନଙ୍କୁ ସେ କ'ଣ ଲୁଚି ଲୁଚି ପିଛା କରୁଥିଲା। ଦ ରାଇଟର ବିକମ୍ ଟିମୋଥି ଫେଭରାଇଟ ହ୍ୱେନ୍ ହି କେମ୍ ଟୁ ଲିଭ୍ ୱିଥ୍ ହିଜ୍ ଗ୍ରାଣ୍ଡଫାଦର। ଆଉ ଯେତେବେଳେ ସେଥିପାଇଁ କ'ଣ କହିଛନ୍ତି, ଲେଖକ ଟିମୋଥିର ପ୍ରିୟ ହେଇଗଲେ ଯେତେବେଳେ ଲୁଚି ଲୁଚି ଦେଖୁଥିଲେ। ଯେତେବେଳେ ସେ ଜେଜେବାପାଙ୍କ ସହ ରହିବାକୁ ଆସିଲେ ସେହି ଦିନଠାରୁ ଟିମୋଥି ଫେଭରାଇଟ ହେଇଗଲେ ପିଲା ରାଇଟର। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଦେଇଛି। ହ୍ୱାଟ କାଇଣ୍ଡ ଅଫ ଚେଞ୍ଜ କେମ୍ ଓଭର ଟିମୋଥି ହ୍ୱେନ୍ ହି ୱାଜ 6 months old। ଯେତେବେଳେ ତାକୁ 6 ମାସ ହେବା ପରେ ମାନେ ସେଇ ଟିମୋଥିରେ କ'ଣ କ'ଣ ପରିବର୍ତ୍ତନ ଗୁଡ଼ିକ ଆସିଥିଲା, ଦେଖା ଦେଇଥିଲା ତା ପାଖରେ। When Timothy was 6 months old, ତ ଯେତେବେଳେ ଟିମୋଥିକୁ 6 ମାସ ହେବା ପରେ he grew steadily less friendly। ତ ତା ମଧ୍ୟରେ ଗୋଟେ ପରିବର୍ତ୍ତନ ଆସିଗଲା। ତ ତା ମଧ୍ୟରେ କ'ଣ ଗୋଟେ ପରିବର୍ତ୍ତନ ଆସିଗଲା। when he went for a walk with the writer, ତ ଲେଖକ ସହିତ ସେ ବୁଲିଯିବା ବେଳେ ଯେତେବେଳେ ବୁଲି ଯାଉଛି ଟିମୋଥି, he would try to steal away to stalk a cat or someone pet dog। ତ ଯେତେବେଳେ ସେ ବୁଲି ଯାଉଛନ୍ତି ସେ ସବୁବେଳେ ସେ ଚୁପଚାପ କ'ଣ କରୁଥିଲା, ପଳାଇବାକୁ ଚେଷ୍ଟା କରୁଥିଲା। ଆଉ କ'ଣ ଗୋଟେ ବିଲେଇ କିମ୍ବା କାହାରିକୁ ପୋଷା ପେକିନିଜ ବା କୁକୁରକୁ ପିଛା କରିବା ପାଇଁ ଚାହୁଁଥିଲା, ମାନେ ଯେତେବେଳେ ଦେଖେ ତାକୁ ପିଛା କରେ। ସଜ ଏଚେ ପେକିନିଜ, ଯେତେବେଳେ ସେ ସେମାନଙ୍କୁ ଦେଖେ ସେମାନଙ୍କୁ କ'ଣ ମାନେ ତାଙ୍କର ପିଛା କରିବାକୁ ଲାଗିଲା ଧୀରେ ଧୀରେ। ନେକ୍ସଟ କ'ଣ ଦେଇଛି ବୋଲି ଦେଖିବା କ୍ୱେଶ୍ଚନ ନମ୍ବର 7। ଗ୍ରାଣ୍ଡଫାଦର ଡିସାଇଡ୍ ଟୁ ଟ୍ରାନ୍ସଫର ଟିମୋଥି ଟୁ ଦ ଜୁ ହ୍ୱାଇ, ମାନେ ଜେଜେବାପା କାହିଁକି ଟିମୋଥିକୁ ଚିଡ଼ିଆଖାନାକୁ ପଠାଇବା ପାଇଁ ନିଷ୍ପତ୍ତି ନେଲେ? ତ ସେ ତ ପୋଷିବା ପାଇଁ ତାକୁ ଆଣିଥିଲେ, ତ ଚିଡ଼ିଆଖାନା ନେବା ପାଇଁ କାହିଁ ଚାହିଁଥିଲେ? ଗ୍ରାଣ୍ଡଫାଦର ଡିସାଇଡ୍ ଟୁ ଟ୍ରାନ୍ସଫର ଟିମୋଥି ଟୁ ଦ ଜୁ ବିକଜ, ମାନେ ସେ ଚିଡ଼ିଆଖାନାକୁ ପଠାଇବାର କାରଣ ଥିଲା ଯେ ତାପରେ କ'ଣ ହେଇଥିଲା, ଘଟଣା କ'ଣ ହେଲା ପିଲେ ଯେ ଗ୍ରାଣ୍ଡଫାଦର ଡିସାଇଡ୍ ଟୁ ଟ୍ରାନ୍ସଫର ଟିମୋଥି to the Jew because Timothy had grown less friendly. He began to stalk Mahmud around the house with villainous intent. He also tried to stalk cats and pet dogs. At night, he killed and ate chicks. Therefore, grandfather decided to transfer him to the Jew। ତାକୁ ଚିଡ଼ିଆଖାନାକୁ ପଠାଇବାର କାରଣ ଯେ ଟିମୋଥି ଘର ଭିତରେ ମହମ୍ମଦକୁ ପିଛା କରିବା ଆରମ୍ଭ କରିଦେଲା। ଯେଉଁ ରୋଷେଇଆ ଥିଲା ତାକୁ ସବୁବେଳେ ଫଲୋ କରୁଥିଲା, ଯେପରିକି ସେ ଆକ୍ରମଣ କରିବା ପାଇଁ ସେ ତାକୁ ଆକ୍ରମଣ କରିବା ପାଇଁ ଚାହୁଁଥିଲା ଏବଂ ସେ କମ୍ ମିଶୁଥିଲା, ମାନେ ଯେଉଁ ମାନେ ମିଶିକି ରହୁଥିଲା କୁକୁରଙ୍କ ସହିତ ସେମାନଙ୍କ ସହିତ କମ୍ ମିଶିଲା ଏବଂ ସେ ଚୁପଚାପ ପଳାଇବାକୁ ସବୁବେଳେ କ'ଣ ଚେଷ୍ଟା କରୁଛି।
ଏବଂ ବିଲେଇ ଏବଂ ଯେଉଁ କୁକୁରକୁ ପିଛା କରିବା ଆରମ୍ଭ କରିଦେଲା ଏବଂ ରାତିରେ କ'ଣ କରେ ସେ ଏଟ୍ ଦ ନାଇଟ୍ ହି କିଲ୍ ଏଟ୍ ଦ ଚିକ୍ସ ଏବଂ ସେ କ'ଣ କୁକୁଡ଼ା ଛୁଆ ଗୁଡ଼ିକୁ କ'ଣ ମାରିକି ଖାଇ ଦେଉଥିଲା। ତେଣୁ ଜେଜେବାପା ଟିମୋଥୀକୁ ଚିଡ଼ିଆଖାନାକୁ ପଠେଇବା ପାଇଁ ମାନେ ଯୋଜନା କରିନେଲେ ଯେ ଏହାକୁ ଆଉ ଘରେ ରଖିହେବ ନାହିଁ, ମାନେ ସମସ୍ତଙ୍କୁ ମାରିକି ଖାଇଦେବ ଯଦି ରଖିବେ। ତେଣୁ ସେ ଚିଡ଼ିଆଖାନାକୁ ପଠାଇବା ପାଇଁ ପ୍ଲାନ୍ କରିଥିଲେ, ଯୋଜନା କଲେ। ନେକ୍ସଟ ଦେଖିବା କ୍ୱେଶ୍ଚନ ନମ୍ବର 8, where did grandfather take him and how? ତ where did grandfather take him and now ବୋଲିକି କହିଛି। ତ ଜେଜେବାପା ଟିମୋଥୀକୁ କେଉଁଠାରୁ ଏବଂ କିପରି ନେଇଥିଲେ? ତ grandfather took Timothy to the zoo at Lucknow, which was about 200 miles away from their home. He reserved a first class compartment for himself and Timothy because no one would like to travel in the same compartment with them. ତ ଏଠାରେ ଜେଜେବାପା କ'ଣ କଲେ, ଟିମୋଥୀକୁ ଲକ୍ଷ୍ନୌର ଚିଡ଼ିଆଖାନାକୁ ନେଇଯାଇଥିଲେ। ତାଙ୍କର ସେଠାରୁ କିଛି ଦୂରରେ ଥିଲା ଗୋଟେ ଚିଡ଼ିଆଖାନା ଯାହାର ନାଁ ଥିଲା ଲକ୍ଷ୍ନୌ। ତ ସେ ସେଠାକୁ ନେଇଯାଇଥିଲେ, ଯାହା ତାଙ୍କ ଘରଠାରୁ ପ୍ରାୟ 200 ମାଇଲ ଥିଲା, 200 ମାଇଲ୍ସ। ଏବଂ ଟିମୋଥୀକୁ ଚିଡ଼ିଆଖାନାକୁ ନେବା ପାଇଁ ଯୋଜନା କରିଥିଲେ ଏବଂ ସେ ପ୍ରଥମ ଶ୍ରେଣୀ ଏକ ରେଳ କୋଠରୀକୁ ସଂରକ୍ଷଣ କରିଥିଲେ ଏବଂ ନିଜ ପାଇଁ ଏବଂ ଟିମୋଥୀ ପାଇଁ, ଯେଉଁଥିରେ କି ସେ ଯାଇପାରିବେ, କାରଣ କେହି ମଧ୍ୟ ଯାତ୍ରା କରିବାକୁ ଚାହୁଁନଥିଲେ ଏବଂ ସେମାନଙ୍କ ସହ ସେହି ଏକ କୋଠରୀରେ ସେମାନେ ଗଲେ, 2 ଜଣ। କିଏ ଗଲେ? ଟିମୋଥୀ ଆଉ ସେମାନେ ଗଲେ। କ'ଣ ବାଘ ସହିତ ଅନ୍ୟ କିଏ ଯିବା ପାଇଁ ଚେଷ୍ଟା କରିବ କି? ତେଣୁ ସେ ଦୁହେଁ ଯାଇଥିଲେ ସେ କମ୍ପାର୍ଟମେଣ୍ଟରେ। ନେକ୍ସଟ ଦେଖିବା କ୍ୱେଶ୍ଚନ ନମ୍ବର 9, do you think Timothy will be happy at the new place? ମାନେ ଯେତେବେଳେ ଟିମୋଥୀ ଗୋଟେ ନୂଆ ପ୍ଲେସକୁ ଯାଇଛି ସେ କ'ଣ ଖୁସି ଥିବ କି? No, I don't think। ତ ବିଲକୁଲ ବି ଥିବ ନାହିଁ ନା। Timothy will be happy the new place because he will lose his freedom and friendship. He would be confined to a particular case and would remain away from his master and other companion। ତ ସେ ସେଠାରେ ବିଲକୁଲ ବି ଖୁସି ନଥିବ, କାରଣ ମୋ ଭାବନାରେ ଯେହେତୁ ସେ ସେଠାରେ ନୂଆ ହେଇଗଲା, କାରଣ ସେ ନିଜର ସ୍ୱାଧୀନତା ଏବଂ ସେ ସାଙ୍ଗ ଗୁଡ଼ିକ ଯେନ୍ ଥିଲେ ସେମାନଙ୍କୁ ହରାଇ ସାରିଥିଲା ଏବଂ ତାକୁ ଏକ ନିର୍ଦ୍ଦିଷ୍ଟ ଖୋଳରେ କ'ଣ ବନ୍ଦୀ କରାଯିବ, ଚିଡ଼ିଆଖାନାରେ ତ ନେଇକି ବନ୍ଦୀ କରାଯିବ। ତ ସେ ନିଜ ମାଲିକ ଠାରୁ ଦୂରେଇ ଯିବ ଏବଂ ଅନ୍ୟ ସାଥୀମାନଙ୍କ ଠାରୁ ମଧ୍ୟ ଦୂରେଇ ରହିବ। ତେଣୁ ସେ ବିଲକୁଲ ବି ସେଠାରେ ଖୁସି ନଥିବ। ନେକ୍ସଟ ଦେଖିବା ପିଲେ ଏବେ ତ SGP2 ବି ସରିଯାଇଛି। ତ SGP2 ର ନୋଟ୍ସ ବି ଠିକ ସେ କରିନେବ, ଗୋଟେ ପାର୍ଟରେ ନ ମୁଁ ସମସ୍ତ SGP ର ଭିଡ଼ିଓ କରିଦେଇଛି। ତ ଠିକ ସେ ପିଲେ ନୋଟ୍ସ କରିନେବ, ଏଇ ପାଠରୁ ମ୍ୟାଟ୍ରିକ ଏକ୍ଜାମରେ ବହୁତ କ୍ୱେଶ୍ଚିନ୍ ଆସେ ପିଲେ। ତ SGP3 ରେ କ'ଣ ଦେଇଛି, ରିଡ୍ ଦ ଲାଷ୍ଟ ପାର୍ଟ ଅଫ ଦି ଷ୍ଟୋରି ଏଣ୍ଡ ସି ହ୍ୱାଟ ଇଜ ଅବାଉଟ। ତ ଏବେ ଆମେ କାହାଣୀର ଶେଷ ଭାଗଟିକୁ ପଢ଼ିବା ଏବଂ ଏଠାରେ କେଉଁ ବିଷୟରେ ଅଛି ତାକୁ ଆମେ ବୁଝିବା। ତ କ'ଣ କୁହାଯାଇଛି ପିଲେ, the last part of the story is about grandfather last visit to the zoo and the familiar relationship between men and animals. It shows that both men and animals can share each other emotion. Grandfather mistakenly thought that another tiger was Timothy, but the tiger responded to his affection by licking his hands. Grandfather left to the zoo with a heavy head। ତ ଏହିଥିରେ ଆମେ ପଢ଼ିବା ଯେ ପିଲେ, ଯେତେବେଳେ କାହାଣୀର ଶେଷ ଭାଗରେ ଜେଜେବାପା ଚିଡ଼ିଆଖାନାକୁ ଶେଷ ଥର ପାଇଁ ଯିବା ବିଷୟରେ, ମାନେ ଶେଷ ସମୟରେ ବିଷୟର ଘଟଣାଟି, ତ ଏବଂ ମଣିଷ ଏବଂ ପଶୁପକ୍ଷୀ ମାନଙ୍କୁ କ'ଣ ସେ ସ୍ନେହପୂର୍ଣ୍ଣ ସମ୍ପର୍କରେ ରହୁଥିଲେ। ତ ମଣିଷ ଆଉ ପଶୁ କ'ଣ ସ୍ନେହପୂର୍ଣ୍ଣ ଭାବରେ ସେଠାରେ ମିଳିମିଶିକି ରହିପାରିବେ ଏବଂ ମଣିଷ ଓ ପଶୁ ପରସ୍ପର ଭାବନାକୁ କ'ଣ ବୁଝିପାରିବେ। ମଣିଷର ଭାବନାକୁ ଗୋଟେ ପଶୁ ବି ବୁଝିପାରିବ, ଗୋଟେ ପଶୁର ଇମୋସନକୁ ଗୋଟେ ମଣିଷ ବି ବୁଝିପାରିବ। ଯଦିଓ ଜେଜେବାପା ଏକ ଅଜଣା ବାଘକୁ ଟିମୋଥୀ ଭାବି ତାକୁ ଆଉଁସିଥିଲେ, ସେଠାରେ କ'ଣ ଲାଷ୍ଟ ଟାଇମରେ ଗୋଟେ ଅଲଗା ବାଘ, ସେ ବାଘ ଯେଉଁ ବାଘଟା ସେ ସେଠାରେ ଛାଡ଼ିଥିଲେ ଲକ୍ଷ୍ନୌରେ, ସେ ବାଘଟା ନଥିଲା, ଗୋଟେ ଅଜଣା ବାଘ ଥିଲା ଯାହାକୁ ସେ କ'ଣ ଆଉଁସିଥିଲେ ଏବଂ ସ୍ନେହରେ କ'ଣ କଲେ, ଥାପୁଡ଼େଇଲେ ସେ ବାଘକୁ
ଏବଂ ସେଇ ବାଘ ମଧ୍ୟ ତାଙ୍କ ହାତ ଚାଟି ଜେଜେବାପାକୁ ସ୍ନେହ କଲା। ତ ଯେତେବେଳେ ଜାଣିଥିବ ଯେ ତୁମେ ଜଣକୁ ଯଦି ସ୍ନେହ କରୁଛ, ପଶୁ ହଉ କି ପକ୍ଷୀ ହଉ, ତ ସେମାନେ ବି ତୁମକୁ ସ୍ନେହ କରିବେ। କିନ୍ତୁ ଏଠାରେ ଯୋଉ ହାତ ଆଉଁସିଥିଲେ ବାଘଟି ଥାଏ, ସେ ବାଘଟି ତାଙ୍କର ନଥିଲା। ନେକ୍ସଟ କଣ ଦେଇଛି, when did grandfather visit the zoo and why? ତ କହିଛି ଯେ ଜେଜେବାପା କେବେ ଏବଂ କାହିଁକି ଚିଡ଼ିଆଖାନାକୁ ଯାଇଥିଲେ ବୋଲିକି କହିଛି। Grandfather visited the zoo about 6 months after Timothy had been transferred. He was in Lucknow with grandmother to visit some relative and took the opportunity visit to the to see the Timothy। ତ ସେ ଜୁକୁ ଯାଇଥିଲେ, ମାନେ ଯେତେବେଳେ ଟିମୋଥି ଚିଡ଼ିଆଖାନାକୁ ପଠାଇବାର ପ୍ରାୟ 6 ମାସ ଘଟଣା ପରେ, 6 ମାସ ଘଟିଯାଇଛି, ଜେଜେବାପା ପୁଣି ଥରେ ଚିଡ଼ିଆଖାନାକୁ ସେଟାକୁ ଗଲେ, କେଉଁଠି ଯେଉଁଠି ରଖିଥିଲେ ଲକ୍ଷ୍ନୌକୁ। ସେଇ ସମୟରେ ଜେଜେବାପା ଆଉ ଜେଜେମା ଲକ୍ଷ୍ନୌକୁ ଯାଇଛନ୍ତି ଓ ସେଠାରେ କିଛି ସମ୍ପର୍କୀୟକୁ ଭେଟ ହେବାର ଅଛି, ସେଠାକୁ ଯାଇଛନ୍ତି ସେଥିପାଇଁ। ତ ତେଣୁ ଜେଜେବାପା ଚିଡ଼ିଆଖାନା ପାଇଁ ସେଠାରୁ ଗୋଟେ ସୁଯୋଗ ମିଳିଗଲା ଯେ ସେଠାରୁ ଯେଉଁ ବାଘଟା ରଖିଥିଲେ ସେ ବାଘ ପାଖରେ ଟିକେ ପହଞ୍ଚିଦେବେ ଏବଂ ଟିମୋଥିର ଖବର କ'ଣ ଅଛି ସେ ଖବର ମଧ୍ୟ ଜାଣିପାରିବେ ବୋଲିକି, ମାନେ ଅପରଚ୍ୟୁନିଟି ମିଳିଯାଇଛି, ତାଙ୍କୁ ସୁଯୋଗଟେ ମିଳିଯାଇଛି ସେଠାକୁ ଦେଖା କରିବା ପାଇଁ। ଇଏ ଘଟଣା ହେଉଛି ବୋଲେ 6 ମାସ ପରେ। ନେକ୍ସଟ କ'ଣ ଦେଇଛି, 3 ନମ୍ବର କ୍ୱେଶ୍ଚନ, ହ୍ୱାଟ ଡିଡ୍ ଗ୍ରାଣ୍ଡଫାଦର ଡୁ ଏଟ୍ ଦ କେଜ୍ where Timothy was kept? ତ ଟିମୋଥି ରହୁଥିବା ଖୋଳ ପାଖରେ ଯେ ବାପା ମାନେ ମାନେ ଯେଉଁ ଖୋଳରେ ରହୁଛନ୍ତି, ତ ସେଠାରେ ସେ କ'ଣ କରୁଥିଲା, କିପ୍ଟ ମାନେ କିପରି ରହୁଥିଲା ଦେଖିବା। ତ grandfather went straight to the cage where Timothy was kept and saw the tiger crouching in the corner. He put his arm through the bar, stroked the tiger's forehead and strictly his ear. When the tiger approached the bar, grandfather put both his hands around its head। ତ କ'ଣ କହୁଛି ବୋଲେ ଗ୍ରାଣ୍ଡଫାଦର ଯେତେବେଳେ ସିଧାସଳଖ କ'ଣ କରିଛନ୍ତି, ସେଇ ଟିମୋଥି କୁ ରଖିଥିଲେ ସେଇ ଖୋଳ ପାଖକୁ ପହଞ୍ଚିଗଲେ ଯେଉଁଠାରେ କି ଟିମୋଥିକୁ ରଖାଯାଇଥିଲା ଏବଂ ସେ ଦେଖିଲେ ଯେ ବାଘଟିକୁ ଏକ କୋଣରେ ବସିଥିବା ଦେଖିଲେ। ସେ ବାଘଟି କ'ଣ ଗୋଟେ କୋଣରେ ଯାଇକି ଅଛି ଏବଂ ସେ ଖୋଳରୁ ଲୁହା ରଡ୍ ଭିତରେ ନିଜ ହାତକୁ ପୁରାଇଲେ। ଯେଉଁ ଲୁହା ରଡ୍ ଥିସି ଆବଦ୍ଧ କରି ରଖନ୍ତି, ଯାହାଫଳରେ ହିଂସ୍ର ଜନ୍ତୁ ବାହାରକୁ ଆସିପାରିବ ନାହିଁ। ତ ସେ ରୋଡ୍ ଭିତରକୁ ହାତ ପକାଇଲେ ଏବଂ ସେ ବାଘର କପାଳକୁ ଆଉଁସିଲେ, ଫୋରହେଡକୁ ଆଉଁସିଲେ ଏବଂ ତାର ସେ କାନକୁ ଧରିକି ଗେଲ କରୁଛନ୍ତି। ଯେତେବେଳେ ଫୋରହେଡକୁ ଆଉଁସିଲେ ଏବଂ କାନକୁ ଧରିକିନା ଗେଲ କରୁଛନ୍ତି କିଏ, ଜେଜେବାପା। ଯେତେବେଳେ ବାଘଟି ଖୋଳର ରଡ ପାଖକୁ ଆସିଲା, ବାଘଟି ଜେଜେବାପାଙ୍କୁ ଅନୁମତି ଦେଲା। କ'ଣ କହିଲେ, ବାଘଟି ଜେଜେବାପାଙ୍କୁ ଅନୁମତି ଦେଇଛି ଯେ ତାର ମୁଣ୍ଡକୁ 2 ହାତରେ ଧରିବା ପାଇଁ, ମାନେ ସେ ଆହୁରି ନିକଟକୁ ଚାଲି ଆସିଛି ସେ ରଡ୍ ପାଖକୁ ଯେତେବେଳେ ତାକୁ ଆଉଁସିଛନ୍ତି। କ୍ୱେଶ୍ଚନ ନମ୍ବର 4 କ'ଣ ଦେଲା ପିଲେ, ନେକ୍ସଟ ଦେଖିନେବା। ହାଉ ଡିଡ୍ ଦ ଟାଇଗର ବିହେଭ୍ ଟୁୱାର୍ଡସ୍ ଗ୍ରାଣ୍ଡଫାଦର? ତ କ'ଣ କହିଛି ପିଲେ, ବିହେଭ୍, ଗ୍ରାଣ୍ଡଫାଦର ବିହେଭ୍ କିପରି ଥିଲା, ବାଘଟି ଜେଜେବାପାଙ୍କ ସହିତ କିପରି ମାନେ ବ୍ୟବହାର କରିଥିଲା, ବିହେଭିୟର ତାଙ୍କର କିପରି ଥିଲା ଗ୍ରାଣ୍ଡଫାଦରଙ୍କ ପ୍ରତି। ଦ ଟାଇଗର ବିହେଭ୍ ଭେରି affectionately towards grandfather. It approached the bar of the cage and licked grandfather's hands. It seemed to understand grandfather emotion, behaved accordingly। ତ ଏଠାରେ କ'ଣ ପିଲେ, ଟାଇଗର ମାନେ ଯେଉଁ ବାଘଟି ଥିଲା ସେ ଜେଜେବାପାଙ୍କ ସହିତ ବହୁତ ସ୍ନେହର ବ୍ୟବହାର କରିଥିଲା ଏବଂ ସେ ଖୋଳର ରଡ୍ ପାଖକୁ ଚାଲି ଆସିଲା। ଯେତେବେଳେ ସେ ଜେଜେବାପା ତାଙ୍କୁ ଆଉଁସୁଥିଲେ, ସେ ସେଠାକୁ ଚାଲି ଆସିଛି ଏବଂ ସେ ଜେଜେବାପାଙ୍କୁ ସ୍ନେହର ବୁଝିପାରୁଥିବା ଭଳି ଲାଗୁଥିଲା, ମାନେ ଯେମିତିକି ତାଙ୍କର ବହୁତ ସମ୍ପର୍କ ଅଛି ଏବଂ ସେଇ ଅନୁସାରେ ସେ ବ୍ୟବହାର କରୁଥିଲା। ମାନେ ଯେତେବେଳେ ଆଉଁସିଛନ୍ତି, ସେ ବାଘ ମଧ୍ୟ ଖୁସି ହେଇକି ସେ ଜେଜେବାପାଙ୍କ ପ୍ରତି କ'ଣ ଏଫେକ୍ଟିଭ ହେଇଯାଇଛନ୍ତି, ମାନେ ଆଟାଚନାଲ ହେଇଯାଇଛନ୍ତି। ନେକ୍ସଟ କ'ଣ ଦେଇଛି ବୋଲେ, କ୍ୱେଶ୍ଚନ ନମ୍ବର 5 ଦେଖିବା। ହ୍ୱାଟ ଡିଡ୍ ହି ସଜେଷ୍ଟ ଟୁ ଦ କିପର? ତ ସେ କ'ଣ କହିଛନ୍ତି, ମାନେ ସେ
जो रक्षक थिले सेठारे कीपर थिले से रक्षक को कोन कहिसंती he suggests to the keeper that the tiger should be shipped to another cage because the stupid leopard in the nearby cage was frightening it तो से कहिसंती ताकू जे रक्षक जो थिले जे बाघटीକୁ ଗୋଟେ ଅନ୍ୟ ଜନ୍ତା ବା ଖୋଳକୁ ସ୍ଥାନାନ୍ତର କରିଦିଅ କାରଣ ଏଠାରେ ସେ ଏଇ ବାଘଟି ବହୁତ ଭୟଭୀତ ଅଛି ଏବଂ ସେ ପାଖରେ ଯେଉଁ ଚିତା ବାଘଟି ଅଛି ତାକୁ କଣ ଭୟଭୀତ କରିଦେଇଛି ତେଣୁ ଏଇ ବାଘଟିକୁ ତୁମେ ବା ସେ ଟିମୋଥିକୁ ତୁମେ ଅନ୍ୟ ଗୋଟେ ସ୍ଥାନରେ ରଖିଦେବା ପାଇଁ କହିଥିଲେ क्वेश्चन नंबर 6 କଣ ଦେଲା ବେଲେ what was the tiger really Timothy how do you know this যে বাঘটি সତରେ ଟିମୋଥି ଥିଲା କି ତ ଏଇ ବାଘଟି ଟିମୋଥି ଥିଲା କି ଏବଂ ତୁମେ କିପରି ଜାଣିଲ ତ ଏଇ ବାଘଟି ଦେଖିବା no the tiger was not really Timothy we know this because the keeper told grandfather that Timothy had a dead of କଣ pneumonia 2 months earlier sorry pneumonia ଦେଇଛି the tiger in the case was a different and dangerous tiger that had been brought from hill at a month before ତ ପିଲେ ଏଠାରେ ଯୋଉ ବାଘଟି ଅଛି ନା ପିଲେ ସେ ବାଘଟି ଟିମୋଥି ନଥିଲା କିନ୍ତୁ ଜେଜେବାପାଙ୍କର କଣ ସେ ଟିମୋଥି ଭାବିଛନ୍ତି ଏବଂ ଆମେ ଏଇ କାହାଣୀରୁ ଜାଣୁଛୁ ଯେ ଯେତେବେଳେ ରକ୍ଷକ ଜେଜେବାପାଙ୍କୁ କହୁଛନ୍ତି ଯେ ସେ ଟିମୋଥି 2 ମାସ ପୂର୍ବରୁ ନିମୋନିଆରେ ତାଙ୍କର ମୃତ୍ୟୁ ହେଇଯାଇଥିଲା ମାନେ ନିମୋନିଆରେ ସେ ବାଘଟି ମରିଯାଇଥିଲା ଏବଂ ସେଟା ଅନ୍ୟ ଏକ ବିପଦଜନକ ବାଘ ଥିଲା ଯାହାକୁ ମାତ୍ର 1 ମାସ ପୂର୍ବରୁ ଗୋଟେ ପାହାଡ ଅଞ୍ଚଳରୁ ଗୋଟେ ଡେଞ୍ଜରସ୍ ଟାଇଗର ଥିଲା ସେ ତାକୁ କି ଗୋଟେ ପାହାଡ ଅଞ୍ଚଳରୁ ଗୋଟେ ମାସ ପୂର୍ବରୁ ଅଣା ଯାଇଥିଲା ବୋଲି କି ସେଇ କିପର ବା ସେ ଜଗୁଆଳି ଥିଲା ସେ ଜଗୁଆଳିଟି କହୁଛି क्वेश्चन नंबर 7 कोन देला पले व्हाट डिड द कीपर से टू द ग्रैंडफादर अबाउट द टाइगर तो से रक्षक जेजेबापाଙ୍କୁ ବାଘ ବିଷୟରେ कोन କହିଲେ द कीपर टोल्ड ग्रैंडफादर दैट द टाइगर वाज नॉट टिमोथी तो से कहउचंती जे रक्षक जनक जेजेबापाଙ୍କୁ जे से बाघटी टिमोथी नहे टिमोथी had a dead of pneumonia 2 months earlier The tiger in the cage was a different tiger brought from hill a month before it was a dangerous tiger. तो ताहाको गोटे मास पूर्वरु बदले बेले सेम क्वेश्चन रिपीट हे जाइछे नेक्स्ट देखिबा What made grandfather give a scornful look at the keeper The grandfather came to know from the keeper that Timothy had died of pneumonia. He was heartbroken at the ultimately death of his dear Timothy. The first keeper whom grandfather met was afraid to the tiger and stayed away from it. He had never tried to develop a relationship with the animals, so grandfather gave him a scornful look and left the zoo. तो ଏଠାରେ ପିଲେ ଜେଜେବାପା ସେଇ ରକ୍ଷକ ଠାରୁ ଜାଣିଲେ ଯେ ସେ ଟିମୋଥି ନିମୋନିଆରେ ମରି ଯାଇଥିଲା ଏବଂ ସେ ସେଠାରେ ବହୁତ ଦୁଃଖିତ ବା ପୀଡ଼ିତ ହେଲେ ଯେତେବେଳେ ଟିମୋଥିଙ୍କ ମୃତ୍ୟୁ ହେଇଛି ବୋଲି ଏବଂ ତାଙ୍କର ସେ ପ୍ରିୟ ଟିମୋଥିର ଅକାଳ ମୃତ୍ୟୁ ଘଟିଥିଲା ଜେଜେବାପା ପ୍ରଥମେ ଯେଉଁ ରକ୍ଷକକୁ ଭେଟିଥିଲେ ତ ସେ ରକ୍ଷକ ଇଏ ନଥିଲା ସେ ବାଘକୁ ଭୟ କରୁଥିଲେ ଏବଂ ଯାହା ପାଖରେ ସେ ସବୁବେଳେ ରହୁଥିଲେ ସେ ପ୍ଲେ କଣ ସବୁବେଳେ ରହୁଥିଲେ ଏବଂ ସେମାନେ ପଶୁମାନଙ୍କ ସହ ସ୍ନେହପୂର୍ଣ୍ଣ ସମ୍ପର୍କ ଗଢ଼ିବାକୁ କେବେ ଚେଷ୍ଟା କରୁନଥିଲେ ମାନେ ତାଙ୍କ ସହିତ ମିଳିମିଶିକି ରହିବା ପାଇଁ ଚାହୁଁନଥିଲେ ତେଣୁ ଜେଜେବାପା ରକ୍ଷକକୁ ଅବଜ୍ଞାର ଦୃଷ୍ଟିରେ ଦେଖି ମାନେ ତାକୁ ଟିକେ ରାଗି ଯାଇକି ଘୃଣା ଦୃଷ୍ଟିରେ ଦେଖି ସେ ଚିଡ଼ିଆଖାନାରୁ ସେ ସେଠାରୁ ଚାଲି ଯାଇଛନ୍ତି ନେକ୍ସଟ କଣ ଦେଇଛି ପିଲେ which character in this story do you like most and why तो यही कहानी तुमको क्यों काहाको बेसी भलो लागुची एवं काहेकि भलो लागुची तो एठारे पिले I like grandfather the most because he was the dominating the character with a unique personality
तो एठारे एही कहानी रे हमकु सबुठारो बहुत भल लागुची बोले जीजे बापा तो काहेकि ना हि वाज ए ग्रेट लभर ऑफ एनिमल जेहेतु से जणे व्यक्ति ଥିଲେ ଏଇଭଳି ବ୍ୟକ୍ତି ଥିଲେ ଯିଏ କି ପ୍ରାଣୀ ମାନଙ୍କୁ ବହୁତ ଭଲ ପାଉଥିଲେ ହି ହାଡ କିପ୍ ଏ ମଙ୍କି mongrel puppy and a tiger cub named Timothy as pets at home ଯେହେତୁ ସେ ଗୋଟେ ମାଙ୍କଡ କୁକୁର ବା ପପି ବେଲେ ମାଙ୍କଡ ଛୁଆ ସରି କୁକୁର ଛୁଆ ଏବଂ ଗୋଟେ ଟିମୋଥି ବା କଫ୍ ଯାହାକି ବାଘର ଛୁଆକୁ ପାଳନ କରିଥିଲେ ଆଫ୍ଟର ଟିମୋଥି ୱାଜ ଟ୍ରାନ୍ସଫର ଦ ଲକ୍ଷ୍ନୌ ଜୁ ଗ୍ରାଣ୍ଡଫାଦର ଭିଜିଟ ଦ ଜୁ ଏଗେନ୍ ଟୁ नो अबाउट हिम ଏବଂ ସେ କଣ ଟିମୋଥିକୁ ଖବର ନେବା ପାଇଁ ପୁଣି ଥରେ ଚିଡ଼ିଆଖାନାକୁ ଯାଉଥିଲେ ଯେହେତୁ ସେ ସେଠାରେ ଛାଡ଼ି ଦେଇଥିଲେ ମାନେ ଯେତେବେଳେ ତାର ସ୍ୱଭାବରେ ପରିବର୍ତ୍ତନ ଆସିଥିଲା କିନ୍ତୁ ତାକୁ ଦେଖିବା ପାଇଁ ନିଶ୍ଚିତ ଭାବରେ ସେ ଯାଉଥିଲେ नेक्स्ट देखिबा क्वेश्चन नंबर 10 लास्ट प्रश्न बोले कैन यू गिव अनदर टाइटल टू द स्टोरी गिव रीजन फॉर ए योर न्यू टाइटल तो उटा में नया टाइटल दे दे पारिबो कि बोली कहूची तो এই কাহিনীর অন্য এক শীর্ষক দেই পারিবা কি এবং তাহার কারণ লেখ ग्रांडफादर ए ग्रेट लभर ऑफ एनिमल तो एठार आम जीजे बाबा पशु मानकर गोटे महान प्रेमी थिले बोली कि आम ना दे पारिबा इन दिस एप्ट टाइटल फ्रॉम दिस स्टोरी बिकॉज ग्रांडफादर वाज ए ग्रेट लभर ऑफ एनिमल जेहेतु से माने जीजे बापा कोन गोटे एनिमल मानक बहुत भल पाउते तेणु आम एभली कहि पारिबा he kept a monkey mangrel puppy and tiger cub pets तो ଏବଂ ସେ ଗୋଟେ କୁକୁର ଛୁଆ ଗୋଟେ ମାଙ୍କଡ ଏବଂ ବାଘକୁ ମଧ୍ୟ ରଖିଥିଲେ he treat all the animals with great love and affection ଏବଂ ତାଙ୍କ ସହିତ କଣ ବହୁତ ସ୍ନେହ ଭାବରେ ରହୁଥିଲେ he even treat the furious tiger with love and affection in the Lucknow zoo ଏବଂ ସେ ପଶୁମାନଙ୍କ ସହିତ କଣ ସ୍ନେହ ଏବଂ ଭଲ ପାଇବାର ବ୍ୟବହାର ଦେଉଥିଲେ ଏପରିକି ସେ ଭୟଙ୍କର ବାଘଙ୍କ ସହିତ ଯେତେବେଳେ ସେ ଚିହ୍ନି ନଥିଲେ ସେ ଭୟଙ୍କର ବାଘ ସହିତ ମଧ୍ୟ ସେଠାରେ ଯାଇକରି କଣ ଭଲ ବ୍ୟବହାର ଦେଖେଇଛନ୍ତି ଲକ୍ଷ୍ନୌର ଚିଡ଼ିଆଖାନା ଏବଂ ସେ ସ୍ନେହ ଏବଂ ଭଲ ପାଇବାର ବ୍ୟବହାର ଯୋଗୁଁ କଣ ସେ ବାଘଟି ତାଙ୍କ ପ୍ରତି କଣ ମାନେ ଟାଣି ଆକର୍ଷିତ ହେଇ ଆସୁଥିଲା ତ ପିଲାମାନେ ଆଜିର ଭିଡ଼ିଓଟି ଏଠି ସମାପ୍ତ କରିବା ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ लाइक करंतु शेयर करंतु एवं आम चैनल को सब्सक्राइब करी पाखरे थिबा बेल आइकन को दबाई दियंतु जहा फल मोर समस्त वीडियो गुड़िक आपनक पाखरे पहुंची पारिबो पुणी थरे परवर्ती वीडियो देखाबा पिला माने से पर्यंत धन्यवाद जय जगन्नाथ।